नमस्कार। नमस्कार प्रणाम प्रणाम सर प्रणाम। सर मु सर डॉक्टर जेना कहूँ केयर हॉस्पिटल भुवनेश्वर। सर 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 अच्छा, आपण कण ये भुवनेश्वर रहउछंती? आगे ମୁଁ ଭୁବନେଶ୍ୱରରେ ରହୁଛି ସାର୍। अच्छा, आपणकर वीडियो गुडी सुंदर है एकदम। ସାର୍ ସାର୍ ଧନ୍ୟବାଦ ସାର୍। कोउठी रहउछंती? ମୁଁ ସାର୍ ପଟିଆରେ ରହୁଛି। अच्छा ଆଜ୍ଞା अच्छा, मोर एटा रहिला मो ଆଜ୍ଞା नंबर टा टिके सेव कर दियंतु डॉक्टर जेना। ଆଜ୍ଞା आଜ୍ଞା मु आपणक पाखरे अछि एठी। ସାର୍ ସାର୍ ओ ସାର୍ जो ओमफेड छक सेठी जो केयर हॉस्पिटल ଆଜ୍ଞା 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 जानछंती केयर हॉस्पिटल तो? କେୟାର ହସ୍ପିଟାଲ ସାର୍ ମୁଁ ଶୁଣିଛି। ए ଶୁଣିଛ କମ କେୟାର ହସ୍ପିଟାଲ ଗୋଟେ ଫେମସ ହସ୍ପିଟାଲ ଆଉ ଆଜ୍ଞା ହାର୍ଟ ଉପରେ ଆଉ ଆଜ୍ଞା 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 ଏଇ ଯୋଉ ଆପଣ ପଟିଆରେ ରହୁଛନ୍ତି ତ? ଆଜ୍ଞା ପଟିଆରେ ରହୁଛି ସାର୍। ପଟିଆରୁ ଆପଣ ଜଷ୍ଟ କଳିଙ୍ଗ ହସ୍ପିଟାଲ ଆଡକୁ ଆସିଲା ବେଳକୁ ଆଜ୍ଞା ଆଜ୍ଞା ଡମଣା ଛକ ପରେ ପଡିବ ଆଉ ଆଜ୍ଞା 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 ସାର୍ ସେଇଠି ସାର୍ ସାଡୁ ଆଇଲା ବେଳକୁ ବାଁ ହାତୀ ଆଉ ଆଜ୍ଞା 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 ଏ ନଅ ତାଲା କୋଠା ଆମେରିକାର ଏଇଟା ଆମେରିକା ଗଭର୍ଣମେଣ୍ଟର ଆଉ ସାର୍ 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 ମୋ ନମ୍ବର ଟା ସେଭ୍ କରିଦିଅନ୍ତୁ ଡକ୍ଟର ଜେନା ବୋଲି। ନିଶ୍ଚୟ ସାର୍ ନିଶ୍ଚୟ। ମୁଁ ଡାଇବେଟିକ୍ ସ୍ପେଶାଲିଷ୍ଟ। ଆଜ୍ଞା ମୁଁ ଆଜ୍ଞା କେତେବେଳେ କେତେବେଳେ ଆପଣଙ୍କ ସାଙ୍ଗେ ଟିକେ କଥା ହେବି। ମୁଁ ଦେଖୁଥିଲି ଆପଣଙ୍କ ଅଡିଓ ଗୁଡାକ ଶୁଣୁଥିଲି। ଆଜ୍ଞା ସେଇଟା ସେ କୋଉଟା କଣ ଜାତି ଧର୍ମ ଆଜ୍ଞା ମିଥ୍ୟା ନିଶ୍ଚୟ ସାର୍ ମିଥ୍ୟା ଆମେ ସବୁ ବନେଇଛେ। ସେଇଟା ଶାସ୍- ସେଇଟା ଆପଣ ଆପଣ କହୁଥିଲେ ମୁଁ ଦେଖିଛି। ଶାସ୍ତ୍ର ପ୍ରମାଣ ବି ଅଛି। ଆଜ୍ଞା ସୁନ୍ଦର ହେଇଛି ଏକଦମ, ଆଜ୍ଞା ସୁନ୍ଦର ହେଇଛି ଏକଦମ। କୁହନ୍ତୁ। ଆପଣ କେତେବେଳେ ଫ୍ରି ରହୁଛନ୍ତି ମତେ ଟିକେ କହିବେ ତ? ଏବେ କଥା ହେଇପାରିବା କୁହନ୍ତୁ କଥା ହେଇପାରିବା। ଆଚ୍ଛା, ନାଇଁ ନାଇଁ ମୁଁ ମୋ ସୁବିଧା ମୋର ଯୋଉ ଡାଉଟ୍ ଅଛି ସେଗୁଡାକ ଦେଖିକି ନିଶ୍ଚୟ ପଚାରିବା। ଆଚ୍ଛା ନିଶ୍ଚୟ ମତେ ଟିକେ କହିଲେ ଏଇ ନିଶ୍ଚୟ ଯୋଉ ସାର୍ ଅଖଣ୍ଡ ମଣ୍ଡଳାକାର ଆପଣ କହିଲେ ସେଥିରେ ଜାତି ପ୍ରଥା ଆଜ୍ଞା। ତା ଅର୍ଥଟା କଣ? ଅଖଣ୍ଡ ମଣ୍ଡଳାକାର ବ୍ୟାପ୍ତ ଯେନ ଚରାଚରେ ତସ୍ମୈ ଶ୍ରୀ ଗୁରବେ ନମଃ ଯୋଉ କହିଲେ ସେଇଟା ଅଖଣ୍ଡ କଣ? ମାନେ ଦେଖନ୍ତୁ ଏ ସଂସାର ଆକ୍ଚୁଆଲି ଜଣେ ଜଣଙ୍କ ସାଙ୍ଗରେ ଆମେ ସମସ୍ତେ ଯୋଡ଼ିକି ହେଇକିରି ଅଛେ ବ୍ରହ୍ମସ୍ତରରେ ହଁ ଅଖଣ୍ଡ ଭାବରେ। ମାନେ ଖଣ୍ଡ ମାନେ ଦୁଇ ହେଇଗଲେ, ଭିନ୍ନ ହେଇଗଲେ, ଅଲଗା ହେଇଗଲେ। ହୁଁ ଅଖଣ୍ଡ ମାନେ କେହି କାହାଠୁ ଭିନ୍ନ ନୁହନ୍ତି। ଆମେ ସମସ୍ତେ ଅଭିନ୍ନ, ଆମେ ସମସ୍ତେ ଅଦ୍ୱୈତ। ଆମେ ସମସ୍ତେ ଆମେ ମାନେ କେବଳ ମନୁଷ୍ୟ ନୁହନ୍ତି, ମନୁଷ୍ୟ ପଶୁ ପକ୍ଷୀ ତରୁଲତା ଯାହା ବି ପଞ୍ଚଭୂତରେ ସଂସାର ନିର୍ମାଣ ହେଇଛି ସମସ୍ତେ ଏକରେ ଗୋଟିଏ ଶକ୍ତିର ଆଧାରରେ ଯୋଡ଼ି ହେଇକିରି ଅଛେ ଅଖଣ୍ଡ ଭାବରେ। ମଣ୍ଡଳ ଆକାରରେ, ମଣ୍ଡଳ ଆକାର ମାନେ ଗୋଳାକାର। ଗୋଲାକାର ଗୋଳାକାରର ବ୍ୟାଖ୍ୟା ଏଠି ଏଇଥିପାଇଁ କରାଯାଇଛି। ଆପଣ ଯଦି ଗୋଟେ ଗ୍ଲୋବକୁ ଦେଖିବେ, ଗୋଟେ ଜାଗାରୁ ଗୋଟେ ସ୍ଥାନରୁ ଆପଣ ଯଦି ଜର୍ଣ୍ଣି କରିବେ ଆଉ ଥରେ ଆସି ସେଇଠି ହିଁ ପହଞ୍ଚିବେ। ବୁଝିପାରୁଛନ୍ତି? ମାନେ ହୁଁ ହୁଁ ପିଣ୍ଡୁଳା ଆକାର ଗୋଳାକାରରେ ଆମେ ସମସ୍ତେ ଗୋଟିଏ ଶକ୍ତି ଆଧାରରେ ଗୋଟିଏ ସ୍ଥାନରେ ବି କହିପାରିବା। ଏଇଟା ଟିକେ ବହୁତ ଗଭୀର କଥା। ଜଣଙ୍କ ଭିତରେ ହିଁ ଏ ଲୀଳା ଚାଲିଛି। ଅଖଣ୍ଡ ମଣ୍ଡଳାକାର ଆପଣ ବ୍ୟାପ୍ତମ। ପ୍ରବଚନ ହେରିକା ଦିନରେ କେତେବେଳେ ଦଉନାହାନ୍ତି? ଆଜ୍ଞା ଆଜ୍ଞା ପ୍ରବଚନ ଏଇଟା ଦେଖନ୍ତୁ, ଇଏ ଆକ୍ଚୁଆଲି ବ୍ରହ୍ମଜ୍ଞାନ ଆକୁ ଶାନ୍ତ ମନରେ ଏକାଗ୍ର ଚିତ୍ତରେ ଗୋଟେ ହଁ ଜାଗାରେ ହଁ ବସିକି ଏଇଟା ଟିକେ ଏଇଟା ଚର୍ଚ୍ଚା ହେବା ଦରକାର। ବାହାରେ ଆମେ ପ୍ରବଚନ ହରିକା କଲେ ବି ବହୁତ ଲୋକ ବୁଝିପାରିବେନି ଯୋଉ ଗଭୀର କଥାକୁ ହଁ ସବୁ। ବୁଝିଲି ବୁଝିଲି। ବୁଝିପାରୁଛନ୍ତି? ଅଖଣ୍ଡ ମଣ୍ଡଳାକାରମ୍ ବ୍ୟାପ୍ତମ୍ ଏନ ଚରା ଅଚରମ୍। ମାନେ ହଁ ଯେ ବ୍ରହ୍ମ ବ୍ୟାପିକିରି ଅଛନ୍ତି ଚର ଭିତରେ ବି ଅଚର ଭିତରେ ବି। ଚର ହଁ ଭିତରେ ମାନେ ସଜୀବ ନିର୍ଜୀବ ଆମେ ସଂସାରକୁ ଦୁଇ ଭାଗରେ ବିଭକ୍ତ ଚର କରିଛେ। ମାନେ ଏଇ ଯୋଉ ଆଜ୍ଞା ମୁଭେବୁଲ ଅନମୁଭେବୁଲ ଯିବ ଆଜ୍ଞା ଆଜ୍ଞା। ଅଚର ଯୋଉଟା ମାନେ ଯୋଉ କହୁଛନ୍ତି। ଆମେ ପାହାଡ଼ ପଥର ନିର୍ଜୀବ ଯାହାକୁ କହୁଛେ ତା ହଁ ଭିତରେ ବି ବ୍ରହ୍ମ ଅଛନ୍ତି। ଯେମିତିକି ଆପଣ ଗୋଟେ ତାକୁ ଗୋଟେ ପଥରକୁ ଖଣ୍ଡ ଖଣ୍ଡ କରିଗଲେ ମଲିକ୍ୟୁଲ ଆସିବ। ତା ଭିତରେ ଯୋଉ ଆର୍ବିଟ୍ସ ଅଛି, ଯୋଉ ପ୍ରୋଟନ୍ସ ନ୍ୟୁଟ୍ରନ୍ସ ଭିତରେ ଅଛନ୍ତି, ଇଲେକ୍ଟ୍ରୋନ୍ସ ତା ଚାରିପାଖ ଯାକ କଣ ପରିକ୍ରମା ଆପଣ କରୁଛନ୍ତି। କଣ ସାଇନ୍ସ ତ ଷ୍ଟୁଡେଣ୍ଟ? ଏନର୍ଜି ନାଇଁ ନାଇଁ ସାର୍ ଆକ୍ଚୁଆଲି ସାଇନ୍ସ ସ୍ପିରିଚୁଆଲିଟି ଦିଟା ଏକା ହିଁ। କିନ୍ତୁ ସାଇନ୍ସ କେବଳ ତଥାପି ଏଗୁଡାକ ଅବଜେକ୍ଟ। ଇଲେକ୍ଟ୍ରନ ପ୍ରୋଟନ ଏଗୁଡା ଟିକେ ବୁଝିବା ଟିକେ ଭାରି କଷ୍ଟ ନା। ଆଜ୍ଞା ଆଜ୍ଞା ଆଜ୍ଞା। ତ ଆଚ୍ଛା ସେଇଟା ମାନେ ଆପଣଙ୍କର ଯେଉଁ ସାଇନ୍ସ ଯେଉଁଟା ଦୃଷ୍ଟିଗୋଚରକୁ ଆସୁଛି, ଯାହାକୁ ଇନ୍ଦ୍ରିୟ ମାଧ୍ୟମରେ କି କିଛି ଡିଭାଇସ୍ ଥ୍ରୁ ଦେଖିପାରିବା, ସେ କଥାକୁ ହିଁ ମାନେ ବସ୍ତୁକୁ ହିଁ ସାଇନ୍ସ ବ୍ୟାଖ୍ୟା କରିପାରିବ। କିନ୍ତୁ ହଁ ସ୍ପିରିଚୁଆଲିଟି ବିୟଣ୍ଡ ଦ ସାଇନ୍ସ, ମାନେ ସାଇନ୍ସ ଉପରେ ଅଛି, ସାଇନ୍ସର ঊର୍ଦ୍ଧ୍ୱରେ ଅଛି। ହଁ ବିଷୟର ବର୍ଣ୍ଣନା କରିପାରିବ ଆଧ୍ୟାତ୍ମିକତା। ବିଷୟ ବସ୍ତୁ ଦିଟା ଭିନ୍ନ। ବସ୍ତୁକୁ ଆମେ ଦେଖିପାରିବା, ଇନ୍ଦ୍ରିୟ ମାଧ୍ୟମରେ ଅନୁଭବ କରିପାରିବା, ମନ ଦ୍ୱାରା ମନନ କରିପାରିବା, ଚିନ୍ତନ କରିପାରିବା। କିନ୍ତୁ ବିଷୟକୁ ଯେହେତୁ ବିଷୟ ସ୍ଵୟଂ ଆପଣ ହିଁ, ସ୍ଵୟଂକୁ ସ୍ଵୟଂ ଭିତରେ ଚିହ୍ନିବା ପାଇଁ ହେଲେ ଅନ୍ତର୍ଯାତ୍ରା କରିବାକୁ ପଡ଼ିବ। ଇନ୍ଦ୍ରିୟ ମନର ঊର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ଧ୍ୟାନ ସାଧନା ଧାରଣା କରିବାକୁ ପଡ଼ିବ। ତା ମାଧ୍ୟମରେ ନିଜ ସାଙ୍ଗରେ ନିଜେ ସମାହିତ ହେଇକରି ନିଜକୁ ଚିହ୍ନି ପାରିବେ। ତ ଏଇଠି ଯେଉଁ କୁହାଯାଇଛି ଚର ଅଚର ଭିତରେ
ସେ ଏକ ବ୍ରହ୍ମକୁ ଯେଉଁ ଗୁରୁ ଚିହ୍ନିଥାନ୍ତି ତାଙ୍କୁ ମୁଁ ପ୍ରଣାମ କରୁଛି। ଗୁରୁ ଗୀତାର ଏଇଟା ଶ୍ଲୋକ। ଆଚ୍ଛା ଆଚ୍ଛା ଯିଏ ସଂସାରକୁ ଏକ ରୂପରେ ଚିହ୍ନିଥାନ୍ତି, ଯିଏ ସଂସାରର ପ୍ରତ୍ୟେକ ଜୀବ ଭିତରେ ପ୍ରତ୍ୟେକ କଣକଣିକା ଭିତରେ ସେ ଈଶ୍ୱର ଶକ୍ତିକୁ ଦେଖୁଥାନ୍ତି, ସେ ହେଲେ ସଠିକ ଗୁରୁ। ସେ ହେଲେ ସତ୍ୟକୁ ଚିହ୍ନିଥିବା ଜ୍ଞାନୀମାନ ଶରୀର କହିପାରିବେ, ଗୁରୁ କହିପାରିବେ, କି ହୁଁ ଜୀବ କହିପାରିବେ। ହୁଁ ଆଜ୍ଞା। ଏଠି ଆକ୍ଚୁଆଲି ଆଧ୍ୟାତ୍ମିକତାର ସାର୍ ସଠିକ ପ୍ରଚାର ହଉନି। ମନ୍ଦିର ହେଲା ଜମା ତ ପରାବିଦ୍ୟାର ହଉନି ଆଉ। ବିଦ୍ୟାଳୟ। ମନ୍ଦିର ହେଲା ପରାବିଦ୍ୟାର ବିଦ୍ୟାଳୟ, ଯେଉଁଠିକି ଆମେ ଯାଇକିରି ସତ୍ସଙ୍ଗ କରିବା ଦରକାର, ଶାସ୍ତ୍ର ଅଧ୍ୟୟନ କରିବା ଦରକାର, ସ୍ୱାଧ୍ୟାୟ କରିବା ଦରକାର। ସ୍ୱାଧ୍ୟାୟ ମାନେ ନିଜକୁ ଅଧ୍ୟୟନ କରିବା। ଆମେ ବାହାର କଥା ତ କେତେ କ'ଣ ଜାଣୁଛେ, କିନ୍ତୁ ନିଜକୁ ଚିହ୍ନିବା ପାଇଁ ଆମେ ଯେଉଁଟା ପରାବିଦ୍ୟା ଥିଲା, ମନ୍ଦିର ମଠ ଆରେ ବାବା ଆମର ବା ମାଧ୍ୟମ ଥିଲା। ଯଜ୍ଞ କରୁଥିଲେ ଯେ ମୁଁ ଆଜ୍ଞା ଥିଲି ହେଡ୍। ଆଜ୍ଞା 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 ସେଠି ଆମ ଘରଟା ହଉଛି ଏଇ କନ୍ଦରପୁର ପାଖରେ। ଆଜ୍ଞା 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 ଯଜ୍ଞ ହେଲା, ଆଜ୍ଞା ପ୍ରାୟ 2-3 ହଜାର ଲୋକ ସବୁଦିନ ଆସନ୍ତି, ଯାଆନ୍ତି, ଖାଆନ୍ତି। ଆଜ୍ଞା ଆରେ ସିଏ କହିଲେ ମେଲୋଡି ହବ, ମେଲୋଡି। କଣ ବୁଝିବେ? ମୁଁ କହିଲି ଯଜ୍ଞରେ ବାବୁ ମେଲୋଡି। ମୁଁ ଏଥିରୁ ରିଜାଇନ ଦେଇ ପଳେଇବି, ହରିବୋଲ ହରିବୋଲ। ମୋର ଦରକାର ନାହିଁ। ତୁମେ ଶଳା ପବିତ୍ର ଜିନିଷରେ, ଆଜ୍ଞା ଆଜ୍ଞା ଆଧ୍ୟାତ୍ମିକ ଜିନିଷରେ ମେଲୋଡି ମାନେ ମଦ ଖାଇ ଡେଇଁବି। ଦେଖୁନାହାନ୍ତି, ଇନ୍ଦ୍ରିୟ ସୁଖ ପାଇଁ ହିଁ ସବୁଠି ଯୋଜନା ହଁ ଚାଲିଛି। ମଠ ବୁଝିପାରିଲେ? ମନ୍ଦିରରେ ବି ଆଜିକାଲି ମୁଁ କ'ଣ କହିଲି ହଉଛି କଣ ଦେଖୁନାହାନ୍ତି, ସେଇ ମୁଁ କହିଲି ଫିଷ୍ଟରେ ତମର ଖାଇବା। ଫ୍ରି ଆଣ୍ଡ ଫ୍ରାଙ୍କ ଉଦ୍ଦେଶ୍ୟ କଣ? ଆଜ୍ଞା ଆଜ୍ଞା ନା ଉଦ୍ଦେଶ୍ୟ କଣ ଚାନ୍ଦା ଫାଦା ଯାହା ଆଦାୟ ହବ, ଆଜ୍ଞା କିଛି ଟିକେ ମौज ମଜଲିସ ହବ ଆଉ ହରିବୋଲ ଏଇଟାରେ ହରିବୋଲ। ଶଳା କଣ କରିବ କୁହ? ବୁଝିପାରିଲେ? ଆଜ୍ଞା 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 ଆଚ୍ଛା ରାତି 9ଟା ପରେ ଆପଣ ଫ୍ରି ରୁହନ୍ତି ନା ନାଇଁ? ଆଜ୍ଞା। ମୁଁ ଟିକେ 9:30-10ଟା ବେଳକୁ ଶୋଇ ପଡ଼େ। କଥା ହେଇପାରିବା 9ଟା ପରେ, ଆମେ କଥା ହେଇପାରିବା, ଆଚ୍ଛା କିଛି ଆଚ୍ଛା ହଉ ଅସୁବିଧା ହଉ। ନାହିଁ। ମୁଁ ଆଉ ଗୋଟେ ପଚାରିବି, ଆପଣଙ୍କୁ ଟିକେ ପ୍ରିପେୟାର୍ଡ ଥିବେ। ନିଶ୍ଚୟ ଏଇ ଯୋଉ ନିଶ୍ଚୟ। ପକ୍ଷୀ କଥାଟା ଆପଣ ବର୍ଣ୍ଣନା କରୁଛନ୍ତି, ଆଜ୍ଞା ପକ୍ଷୀର ଦୁଇଟି ପକ୍ଷ ହଉଛି, ଗୋଟେ କହୁଛନ୍ତି ମନ, ଗୋଟେ କହୁଛନ୍ତି ଆଜ୍ଞା। ଇନ୍ଦ୍ରିୟ। ଦ୍ୱା ସୁପର୍ଣ୍ଣା ସୟୁଜା ସଖାୟ ସମାନଂ ହଁ, ବୃକ୍ଷଂ ପରିଶସ୍ୱ ଜାତେ ତୟୋରନ୍ୟ ପିପଲଂ ସେଇଟା ଟିକେ ଆମର ତଦୁର୍ଧ୍ୱ। ମେଡିକାଲ ସାଇନ୍ସ ସହିତ ଟିକେ ତାକୁ ରିଲେଟ କରିବି ମୁଁ। ଆଜ୍ଞା 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 ଆପଣ ଟିକେ ତାକୁ ପ୍ରିପେୟାର ଥିବେ, ମୁଁ ଆପଣଙ୍କୁ ପଚାରିବି। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ମନ ଇନ୍ଦ୍ରିୟ, ଆଜ୍ଞା ଇନ୍ଦ୍ରିୟ ଆଉ ମନ, ଇଏ ଦିଟା ତ ଗୋଟେ ଟାଇପ ର ଥଟ୍। ଆଜ୍ଞା 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 ଏଗୁଡାକ ତ ମାନେ ଅବଜେକ୍ଟିଭ ନୁହଁ ନା, ଆଜ୍ଞା 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 ଏଗୁଡାକ ଥଟ୍, ଏଗୁଡା ଗୁଡା ଖାଲି ଥଟ୍। ଆଜ୍ଞା। ତେଣୁ ଏଇଟା, ଆଚ୍ଛା ମୁଁ ଏଇଟା ପଚାରିବି ଆପଣଙ୍କୁ, ନିଶ୍ଚୟ ନିଶ୍ଚୟ କଥା ହେଇପାରିବା। ଆପଣ ଟିକେ ପ୍ରିପେୟାର ହେଇଥିବେ ତା ଉପରେ। ମନର ଉର୍ଦ୍ଧ୍ୱରେ ସେ ଚୈତନ୍ୟ ସତ୍ତା ନା ଅଛି, ସିଏ ଯାହାକୁ ତ ଆମେ ସବା ଉର୍ଦ୍ଧ୍ୱରେ ଆଉ। ଆମେ ହଁ ଯାହାକୁ କନସିୟସନେସ୍ କହୁଛେ। କନସିୟସନେସ୍ ହେଲେ ସେ ମନର ଉର୍ଦ୍ଧ୍ୱରେ ଅଛନ୍ତି। ଆମେ ସାଇଣ୍ଟିଫିକଲି ଆମେ ତାକୁ ମନ ହିଁ ମାନି ନେଇଛେ, କିନ୍ତୁ ମନ ନୁହେଁ, ମନର ଉର୍ଦ୍ଧ୍ୱରେ ଅଛନ୍ତି। ଆଉ ସମସ୍ତଙ୍କ ଭିତରେ ସମାନ ଭାବରେ ସେଇ ଏକ ହିଁ ଅଛନ୍ତି। ଆଉ ସିଏ ହିଁ ଆପଣ, ସିଏ ହେଲା ଆପଣଙ୍କର ସତ୍ୟ, ଆପଣଙ୍କର ନିତ୍ୟ ପଦାର୍ଥ। ଆଉ ସେ ପଦାର୍ଥକୁ ଚିହ୍ନିବା ପାଇଁ ଆଧ୍ୟାତ୍ମିକତା ଆମର ହେଲା ମେଡିକାଲ ମାର୍ଗ। ସାଇନ୍ସ କହୁଛି ମନ ଫନ କିଛି ନାହିଁ, ଆଜ୍ଞା ମନ କି ଜଗତ ଫଗତ କିଛି ନାହିଁ, ଆଜ୍ଞା ସବୁ ହଉଛି ଗୋଟିଏ। ଆଜ୍ଞା 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 ନିଶ୍ଚୟ, ଗୋଟିଏ ଗୋଟିଏ। ସିଏ କହୁଛନ୍ତି ଗୋଟିଏ ଏନର୍ଜି, ଆଜ୍ଞା ଏଇଟା ମ୍ୟାନିଫେଷ୍ଟ କରୁଛି ଡିଫରେଣ୍ଟ ଅବଜେକ୍ଟସ ରେ, ସତ୍ୟ ସତ୍ୟ ମ୍ୟାଟରରେ। ସତ୍ୟ ସତ୍ୟ ଠିକ ୱାନ୍ କହିଲେ। ଅବଜେକ୍ଟ, y ଇଜ ଇକ୍ୱାଲ ଟୁ mc ସ୍କୋୟାର। ଆଜ୍ଞା 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 y ନିଶ୍ଚୟ। ଏଇଟା ଆଇନଷ୍ଟାଇନ ଫର୍ମୁଲା। ଆଜ୍ଞା ଆଜ୍ଞା ସେ କହିଲେ y ବୋଇଲେ ଏନର୍ଜି, ଆଜ୍ଞା ସିଏ ମାସ ରେ କନଭର୍ଟ ହଉଛି। ଆଜ୍ଞା ସେଇଥିରୁ ଆଜ୍ଞା ସବୁ ଯାକ ପଞ୍ଚଭୂତ ସୃଷ୍ଟି ହେଲା। ନିଶ୍ଚୟ ସାର୍ ନିଶ୍ଚୟ। ସେଇ ପଞ୍ଚଭୂତରୁ ସବୁ ପ୍ରକୃତି, ସୁନ୍ଦର ସୁନ୍ଦର ସୁନ୍ଦର। ଏଗୁଡା ସବୁ ଇମାଜିନେସନ। ଆଜ୍ଞା 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 ବିଲକୁଲ କିନ୍ତୁ ବିଲକୁଲ। ଏବେ ଶାସ୍ତ୍ରରେ ବି ସାର୍ ବର୍ଣ୍ଣନା ଅଛି, ବାହାରେ ଯୋଉ ଭୌତିକ ଜଗତ ଦେଖୁଛେ ମିଥ୍ୟା କୁହାଯାଇଛି ତାକୁ, ହୁଁ ନଥାଇକିରି ବି ଥିଲା ପରିକା ପରିଭାଷ ହଉଛି। ଆଉ ସତ୍ୟ କଣ? ସତ୍ୟ ହେଲା ସଂସାରର, ସତ ଇନ୍ଦ୍ରିୟର, ସବୁବେଳେ ମନର ଅଛନ୍ତି ଆଉ, ଆଧାର। ଇଟ ବାସ୍ ଇଜ ବାସ୍ ବାସ୍ ପରମାନେଣ୍ଟ ଆଉ। ବିଲକୁଲ ଠିକ କହିଲେ। ପରମାନେଣ୍ଟ ଥିଙ୍ଗ, ନିତ୍ୟ ଇଟ ପଦାର୍ଥ। ଇଜ ପରମାନେଣ୍ଟ। ନିତ୍ୟ ଅସତ୍ୟ ପଦାର୍ଥ, ଅସତ୍ୟ ଯେ ପରିବର୍ତ୍ତନ ଅସତଟା ହଉଛି। ମାନେ ସେ ନାହିଁ। ନିଶ୍ଚୟ ନିଶ୍ଚୟ ଆକାଶରେ ନିଶ୍ଚୟ। କୁସୁମ, ଆଜ୍ଞା 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 ଠିକ କହିଲେ। ଘୋଡାର ଶିଙ୍ଗ ଅଛି, ଇଟ ଆଜ୍ଞା ଇଜ ଆଜ୍ଞା ଇମ୍ପସିବଲ। ଆଜ୍ଞା ଆଜ୍ଞା ବାଞ୍ଝର ପିଲା ଅଛି, ଆଜ୍ଞା ଆଜ୍ଞା ଇଟ ଇଜ, ଇମାଜିନେସନ। କିନ୍ତୁ ମିଥ୍ୟା ଟା ଅଛି ନାହିଁ। ଆଜ୍ଞା 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 ଆମର ଶରୀରଟା ଅଛି ନାହିଁ, ନାହିଁ ନାହିଁ ଠିକ କହିଲେ। ଏବେ ଅଛି, ଆଜ୍ଞା କିଛି ଦିନ ପରେ ଦେଖିବେ ସେ ଶଳା ଗଲାଣି କୁଆଡେ, ଆଜ୍ଞା 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 ଆଉ ଗୋଟେ ଶରୀର ଅନିତ୍ୟ ଧରିଲାଣି। ପଦାର୍ଥ, ଅନିତ୍ୟ ପଦାର୍ଥ ଇଏ ହଁ ସବୁ। ଗୋଟେ ଟେମ୍ପରାରୀ, ଗୋଟେ ପରମାନେଣ୍ଟ, ଆଜ୍ଞା ଆଜ୍ଞା ଆଉ ଗୋଟାକର ନୋ ଏକ୍ସିଷ୍ଟେନ୍ସ ଆଟ୍ ଅଲ୍। ଆଜ୍ଞା ଆଜ୍ଞା ୟାର ଏକ୍ସିଷ୍ଟେନ୍ସ ଅଛି, କିନ୍ତୁ କିଛି ଦିନ ପାଇଁ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଏମିତି ଆଉ ଏଇଟା ସବୁଠୁ ବଡ଼ କଥା ହେଲା, ନିଜର ଯେଉଁ ତତ୍ଵକୁ ଯଦି ଆପଣ ଚିହ୍ନିଯିବେ, ଆପଣ ଏ କଥାକୁ ବୁଝିପାରିବେ, ଆପଣ ଅଜର, ଆପଣ ଅମର, ଆପଣ ଅବିନାଶୀ। ବୁଝିପାରୁଛନ୍ତି? ଶରୀର ବୃଦ୍ଧ ହେଇପାରେ,
ଆତ୍ମା ମାନେ ଯୋଉ ଆତ୍ମା ଆପଣଙ୍କ ଯୋଉ ନିତ୍ୟ ପଦାର୍ଥ ସେ ମୁଁ ବୁଢା ହୁଏନି। ଆପଣ ଯୋଉ ଅଖଣ୍ଡ କଥାଟା କହିଲେ ମୁଁ ବୁଝିଛି କଣ ଆଜ୍ଞା ନା ସମାଜରେ ଯେତେ ସମ୍ପ୍ରଦାୟ ଅଛି ଆଜ୍ଞା ଯଥା ଆଜ୍ଞା ଧର୍ମ, ଆଜ୍ଞା ଜାତି, ଆଜ୍ଞା ବର୍ଣ୍ଣ, ଗରିବ, ଧନୀ, ଆଜ୍ଞା ଆଜ୍ଞା ଭାଷା ଇଏ ଯେତେ ଭାଗ କରାହେଇଛି ଆଜ୍ଞା ସିଏ କିନ୍ତୁ ସବୁ ଭାଗର ଉପରେ, ସିଏ ସବୁଥିରେ ଅଛି। ସବୁଥିରେ ଅଛନ୍ତି, ଏଇଟା ସତ୍ୟ ସାର୍। ଶୁଣନ୍ତୁ, ଆପଣ ତ ମଣିଷକୁ ଦେଖୁଛନ୍ତି, ମଣିଷ ମୁଁ ନୁହନ୍ତି, ମୁଁ ପଶୁ ମୁଁ ଏଇ ପକ୍ଷୀରେ ହିସାବରେ କୀଟ ତାକୁ ପତଙ୍ଗ ବୁଝିଛି। ସମସ୍ତଙ୍କ ଭିତରେ ସେଇ ମାନେ ମୁଁ ଏଇ କଥାଟା ବୁଝିଛି। ନିଶ୍ଚୟ। ଆଉ ଅଖଣ୍ଡ ଦେଖନ୍ତୁ, ଏଇ 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 ଯେତେ ଏଇ ଜିନିଷକୁ ଅନୁଭବ କରିବା, ଚିହ୍ନିବା ହିଁ ମୁକ୍ତି। ଶୁଣନ୍ତୁ, ଖଣ୍ଡ ମଣ୍ଡଳରେ ମାନେ ଏ ମଣ୍ଡଳଟାକୁ ଖଣ୍ଡ ବିଖଣ୍ଡିତ ଯୋଉ ଆମେ ସମାଜଟାକୁ କରିଛେ, ଅବିଦ୍ୟାରେ, କିନ୍ତୁ ସିଏ ଅସ୍ମିତାରେ, ହଉଛି ଅଜ୍ଞାନରେ। ଅଖଣ୍ଡ, ଆଜ୍ଞା ଆଜ୍ଞା ଆଜ୍ଞା। ସିଏ ସବୁଥିରେ ଅଛି। ଆଉ ସିଏ ବି କହିବା ଏମି ଅନୁଚିତ ହବ, ଆପଣ ହିଁ ଏଠି। ମୁସଲମାନ ଦିହରେ ସିଏ ଅଛି, ଆଜ୍ଞା ଖ୍ରୀଷ୍ଟିଆନ ଦିହରେ ଆଜ୍ଞା ସିଏ ଆଜ୍ଞା। ଅଛି। ଅନୁକୂଳ ଆମେ ଚନ୍ଦ୍ର ଆକ୍ଚୁଆଲି କହିଥିଲେ ନା ମାନି ନେଇଛେ ସବୁ। ଜଣେ କିଏ ମାନି ନେଲା ମୁଁ ମୁସଲମାନ, କିଏ ମାନି ନେଲା ହିନ୍ଦୁ, କିଏ ମାନି ନେଲା ଖ୍ରୀଷ୍ଟିଆନ, ମାନିଛେ। କିନ୍ତୁ ଯଦି ସତ୍ୟକୁ ଚିହ୍ନିବା, ଆମେ ବୁଝିବା ଯେ ସମସ୍ତେ ମାନେ ଏକ, ଜାତି ଧର୍ମ କିଛି ନାହିଁ। ଏଇ ଖଣ୍ଡମଣ୍ଡଳରେ ଯୋଉ ଖଣ୍ଡ ବିଖଣ୍ଡିତ ଏଇ ସମାଜ ଅଛି, ଆଜ୍ଞା ଆଜ୍ଞା ତା ଆଜ୍ଞା। ଦେହରେ ଗୋଟିଏ ହଉଛି ଏକମାତ୍ର ଅଖଣ୍ଡ, ସିଏ ଅଖଣ୍ଡ ହଉଛି ଶକ୍ତି, ବ୍ରହ୍ମ। ସେ ହେଲେ ବ୍ରହ୍ମ। ବ୍ରହ୍ମ ନିଶ୍ଚୟ ସିଏ ନିଶ୍ଚୟ। ସମସ୍ତଙ୍କ ଦେହରେ ସମାନ ଭାବେ ଅଛି। ସମାନ ଯୋଉ ଭାବରେ, ବ୍ରହ୍ମ ସମାନ ଭାବରେ। ହେଲିକପ୍ଟର ଚଲଉଛି, ଯୋଉ ବ୍ରହ୍ମ ରେଳ ଚଲଉଛି, ଯୋଉ ବ୍ରହ୍ମ ରିକ୍ସା ଚଲଉଛି, ଏ କଣ ସବୁ ଏକ 6 ଫୁଟ, ଏକ ସିଏ ଏକ କଣ 10 ଫୁଟ ନେଖା ଉଚ୍ଚା? ଏକ 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 ସବୁ ତ ସତ୍ୟ। ସମାନ। ଆଜ୍ଞା ଆମେ ଡାକ୍ତର ହିସାବରେ ଏଇଆ ଆଜ୍ଞା ଆଜ୍ଞା। ବୁଝିଛୁ। ନାଇଁ ନାଇଁ, ଭଲ ଲାଗିଲା ସାର୍ ଡାକ୍ତର ଆପଣଙ୍କ ସାଙ୍ଗରେ କଥା ହେଇକିରି। ଆଉ ଏ ସ୍ପିଚ୍ଟା ହବ ଯଦି ମୁଁ ସାର୍ ଦେହରେ ଅପଲୋଡ଼ କରିଦେବି ସାର୍, ଫୋନରେ ସତ୍ସଙ୍ଗ ଗୋଟେ, ମୁଁ ଯୋଉ ସ୍ପିଚ୍ ଭଲ ଲାଗେ ମୁଁ ଅପଲୋଡ଼ କରିଦିଏ ତା ଦେହରେ ଆଚ୍ଛା ଆଚ୍ଛା, ହଉ। ଚ୍ୟାନେଲରେ। କରିଦେବା ସାର୍, ଏଇଟା ବହୁତ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। କୋଉଠି ନା କୋଉଠି ଲୋକଙ୍କ ବିବେକ ଜାଗୃତ ହବ ଏସବୁ ଗଭୀର କଥାକୁ ଶୁଣିକିରି। ମୁଁ ଯୋଉ କଥାଟା କହିଲି, ଆଜ୍ଞା ଏଇଟା ହଉଛି ପ୍ରାକ୍ଟିକାଲ କଥା। ନିଶ୍ଚୟ ସାର୍, ଠିକ୍ କହିଲେ। ଏଇଟା ସତ୍ୟ ସାର୍, ଏଇଟା ଶାସ୍ତ୍ରରେ ବି ଆପଣ ଲେଖା ଦେଖନ୍ତୁ, ହେଇଛି। ଏସବୁ କଥାର ପ୍ରଚାର ହଉନି ସାର୍, ଶାସ୍ତ୍ରକୁ। ଶୁଣନ୍ତୁ, ଆଜ୍ଞା 1500 ଖ୍ରୀଷ୍ଟାବ୍ଦରେ ଆଜ୍ଞା ଏଇ ଧର୍ମ ଫର୍ମ ଭାଷା ଭାଷା ସବୁ ଉଡେଇ ଦେଲେ, ଆଜ୍ଞା ଗୋଟେ ମାନବବାଦ ସୃଷ୍ଟି ହେଲା। ଆଜ୍ଞା ଆଜ୍ଞା ଯେ ମଣିଷ ତ ଗୋଟେ, ଆଜ୍ଞା ଆଜ୍ଞା ଆଜ୍ଞା। ଏଇ ମାନବବାଦ ଟାକୁ ୱାର୍ଲଡ ଆକ୍ସେପ୍ଟ କରିଗଲା। ନିଶ୍ଚୟ 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 ଆପଣ ଦେଖିବେ, ସାର୍। ଆପଣ ଯୋଉ କହିଛନ୍ତି ଗୀତା, ବ୍ରହ୍ମସୂତ୍ର ଆଉ ଇଏ ये सब शास्त्र प्रमाण सर, ଗୀତା, शास्त्र ବ୍ରହ୍ମସୂତ୍ର, ଉପନିଷଦରେ ପ୍ରକୃତରେ ଧର୍ମ, ଭାଷା, କିଛି ନାହିଁ ସାର୍, ଗରିବ, ଧନୀ ଏ କିଛି କୋଉଠି ନାହିଁ। ନାହିଁ। ପ୍ରତ୍ୟେକ ମାନବ ପାଇଁ ଲେଖା ହେଇଛି, ପ୍ରତ୍ୟେକ କେବଳ ଶରୀର ପାଇଁ ମାନବବାଦ, ଲେଖା ହେଇଛି, ସମସ୍ତଙ୍କ କେବଳ ପାଇଁ। ମାନବବାଦ। କୌଣସି ଭେଦଭାବ ହିଁ ନାହିଁ। ଆଉ ଏଇ କଥାଟା କେତେ ଜଣ କହିବାରୁ ତାଙ୍କୁ ଫାଶୀ ଦେଇଦେଲେ ପରା ପ୍ରିଏଷ୍ଟ ମାନେ। ବୁଝିପାରନ୍ତିନି ସାର୍ ସେମାନେ। ବହୁତ ଲୋକ ତାଙ୍କ ଯୀଶୁଙ୍କୁ ପ୍ରାଣ ଫାଶୀ ଦେଇଦେଲେ ହରେଇଛନ୍ତି। ରାଜା। ଆଜ୍ଞା 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 ଆଜ୍ଞା। ଯୀଶୁଙ୍କୁ ଫାଶୀ ଦେଇଦେଲେ। ଜଣେ ଅଛନ୍ତି ମନସୁର ଅଲି, ବାବା ମନସୁର ଅଲି, ବହୁତ ତାଙ୍କୁ ଲୋକଙ୍କୁ ଫାଶୀ ତାଙ୍କ ଦେଇଦେଲେ। ବାପା ହିଁ ଫାଶୀ ଦେଇଦେଲେ। ତାଙ୍କ ବାପା ଗୋଟେ ବିରାଟ ରାଜା ଥିଲେ। ସେ ଯେତେବେଳେ କହିଲେ ହଁ ତାଙ୍କୁ ଅନହଲ ଫାଶୀ ହକ୍, ଅନହଲ ହକ୍ ମାନେ ଅହମ ବ୍ରହ୍ମାସ୍ମି, ମୁଁ ହିଁ ବ୍ରହ୍ମ। ଏମାନେ ତାକୁ ଏକ୍ସେପ୍ଟ କଲେନି, କହିଲେ ଇଏ କି କଥା କହୁଛନ୍ତି? ଈଶ୍ୱର ଯିଏ ସଂସାରକୁ ରଚନା କରିଛନ୍ତି, ଯିଏ ସାର ମୁଁ କଣ ଚରାଚର କହିଲି ଆପଣ ସୃଷ୍ଟି। ବୁଝିପାରିଲେ ତ? ଆଜ୍ଞା 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 ଆଜ୍ଞା। ଧନୀ ବୁଝିପାରିଲି। ଦରିଦ୍ର, ଆଜ୍ଞା ଭାଷା ଆଜ୍ଞା ଇଏ ତାମିଲ, ଆମେ ଓଡିଆ, ଆଜ୍ଞା ଆଜ୍ଞା ସିଏ ହିନ୍ଦୁ ଖ୍ରୀଷ୍ଟିଆନ, ଇଏ ଆଜ୍ଞା ଆଜ୍ଞା ସବୁ ଭିତରେ ଯେତେ ସମାଜଟାକୁ ଖଣ୍ଡ ବିଖଣ୍ଡିତ କରାଯାଇଛି, ଆଜ୍ଞା। କିନ୍ତୁ ସିଏ ଅଖଣ୍ଡିତ ଭାବେ ଅଖଣ୍ଡ। ରହିଛନ୍ତି। ଆଉ କିଛି ସ୍ୱାର୍ଥୀ ଶରୀର ନିଜର ସ୍ୱାର୍ଥ ପୂର୍ତ୍ତି କରିବା ହଁ ପାଇଁ ଧର୍ମକୁ ବିନିଯୋଗ କରିକି ଖଣ୍ଡ ବିଖଣ୍ଡ କରିଛନ୍ତି। ହଁ ହଁ ହଁ। ବୁଝିପାରୁଛନ୍ତି? ଭାରତ ଯଦିଓ ଆଜି ପାକିସ୍ତାନ ରୂପରେ ଆପଣ ଭିନ୍ନ ହେଇଛି ଦେଖ, ବି, ତା ପଛଆଡେ ବି କାରଣ ଏଇ ସ୍ୱାର୍ଥତା ହିଁ ଅଛି, ଆପଣ ବାକି କିଛି ଦେଖୁନାହାନ୍ତି ନାହିଁ। ବ୍ରାହ୍ମଣ ମାନେ, ସିଏ ଆଜ୍ଞା କହିବେ ତମେ ଆଜ୍ଞା। ନଡିଆ ଗଛ ପକେଇବନି। ମାନେ ଅଜ୍ଞାନୀ ବ୍ରାହ୍ମଣ, ବ୍ରହ୍ମଜ୍ଞାନୀ ବ୍ରାହ୍ମଣ ବୁଝିପାରିଲେ, କେବେ କହିବେନି ଆମକୁ ଯେ କହିବେ ବ୍ରହ୍ମ ଯେ ତମକୁ, ତତ୍ଵକୁ। ଆମେ ଖଣ୍ଡାୟତ ଲୋକ, ଯୋଉ ଶରୀର ଆମକୁ ବ୍ରହ୍ମ ଜ୍ଞାନକୁ ଜାଣିଥିବେ, ବ୍ରହ୍ମ ତତ୍ଵକୁ ଚିହ୍ନିଥିବେ, ସେ କେବେ ସଂସାରକୁ ଭିନ୍ନ ରୂପରେ ଦେଖିବେନି, ଦେଖନ୍ତୁ, ସମଦୃଷ୍ଟିରେ ଆମକୁ ଦେଖିବେ। କହିବେ ଖଣ୍ଡାୟତ ଲୋକ ତମେ ଇଏ ପକେଇବନି, କଣ ଗୁଆ ଗଛ ପକେଇବନି। ଆଜ୍ଞା ଆଜ୍ଞା। ମାନେ ଇଏ ସବୁ ତାଙ୍କ ନିଜ ସ୍ୱାର୍ଥ ପାଇଁ ସେ ଗୋଟେ ଧର୍ମକୁ କିଛି କରିଛନ୍ତି। ଶରୀର ଆଜ୍ଞା ଧର୍ମଟାକୁ ଗୋଟେ ସମ୍ପ୍ରଦାୟ ବୋଲି ଆମେ କହୁଛୁ। ଆଜ୍ଞା 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 ଡାକ୍ତର ମାନେ କୁହନ୍ତି ଏଠି ଯେ ସେକ୍ସନ। ଆଜ୍ଞା 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 ଆପଣ ଦେଖିବେ ଗୋଟେ ବୃତ୍ତଟାକୁ ଆଜ୍ଞା ଯଦି ଆପଣ ବିଭିନ୍ନ ସେକ୍ସନରେ ବିଭକ୍ତ କରିବେ, ଆଜ୍ଞା ଆଜ୍ଞା ତାହେଲେ ହିନ୍ଦୁ ହଉଛି ଗୋଟେ ସେକ୍ସନ, ଇଏ ଆଜ୍ଞା। ହଉଛି ଖ୍ରୀଷ୍ଟିଆନ ହଉଛି ଗୋଟେ ସେକ୍ସନ। ମାନିଛେ ସାର୍, ଆମେ ମାନିଛେ। ସେକ୍ଟ କୁହାଯାଏ, ଆଜ୍ଞା ସେକ୍ଟ। ଆଜ୍ଞା ସେକ୍ଟ ମାନେ ସମ୍ପ୍ରଦାୟ। ଆଜ୍ଞା ଏବଂ ଆଜ୍ଞା ତା ଭିତରେ ଯେତେବେଳେ ଦଙ୍ଗା ହବ, ସେଇଟା ଆଜ୍ଞା କୁହାଯାଏ କମ୍ୟୁନାଲ ରାଇଟ। ଗୋଟେ ଆଜ୍ଞା ଆଜ୍ଞା କମ୍ୟୁନିଟି ଆଜ୍ଞା। ଆଉ ଗୋଟେ କମ୍ୟୁନିଟି ଭିତରେ ଝଗଡା ଲଗେଇ ଦଉଛନ୍ତି। କିଛି ଲୋକମାନେ ଏମିତି ଝଗଡ଼ା ସୃଷ୍ଟି କରିକି ତାଙ୍କ ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ହଁ, ଏମିତିଆ ଯୋଜନା କରନ୍ତି। ଏଇଟା ବହୁତ। ଆପଣଙ୍କର ମୋର ଆଉ ଥରେ କଥା ହବା। ନିଶ୍ଚୟ ନିଶ୍ଚୟ ସାର୍, କଥା ଆଜି ହବା। ଟିକେ ମିଟିଂ ରେ ମୁଁ ଅଛି। ଆଜ୍ଞା ଆଜ୍ଞା ଆଜ୍ଞା, କଥା ହବା ସାର୍, ଭଲ ଆପଣ ଲାଗିଲା ଟିକେ, ଆପଣଙ୍କ ସାଙ୍ଗରେ କଥା ଆପଣ ହେଇକିରି। 9:30 ସୁଦ୍ଧା ଫ୍ରି ହେଇଯାଉଛନ୍ତି।
ମୁଁ କଥା ଆପଣଙ୍କ ହେବା ସାଙ୍ଗେ ଡିସ୍କସନ କରିବା କଥା ଯେ ଆମେ ଡାକ୍ତର ହିସାବରେ ଯୋଉ ଚିନ୍ତାଧାରା ଆପଣଙ୍କର ଚିନ୍ତାଧାରା କଣ? ନିଶ୍ଚୟ 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 ଏକ ସାର୍ ଏକା ହିଁ ତ ଏକା ଏକା। ଗଭୀର ତତ୍ଵକୁ ଯଦି ସାଇନ୍ସ ମାଧ୍ୟମରେ ବି ଆପଣ ବୁଝିପାରିବେ, ଆଧ୍ୟାତ୍ମିକ ମାଧ୍ୟମରେ ଯଦି ମାନେ ବୁଝିପାରିବେ, ଏକା ହିଁ ସିମ୍ପଲ ଜିନିଷ। ସିମ୍ପଲ ୱେ। ସିମ୍ପଲ ସାର୍, ସିମ୍ପଲ ସିମ୍ପଲ କୁ ବହୁତ ଆପଣଙ୍କର ବେଦ ବେଦାନ୍ତ ଗୀତା ଯାହା ପ୍ରଚାର କରୁଛି, ଆପଣ ଦେଖିବେ ଗୀତାରେ କୋଉଠି ହିନ୍ଦୁ ବୋଲି ଲେଖା କିଛି ହେଇଛି? ନାହିଁ ସାର୍, କୋଉଠି ନାହିଁ, ଉପନିଷଦରେ କେବଳ ବି ନାହିଁ। ମାନବବାଦ ପ୍ରଚାର ହେଇଛି ନା ଆଉ, ଆଜ୍ଞା 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 କେବଳ ମାନବବାଦ। ଆଜ୍ଞା ଆଜ୍ଞା ଆଜ୍ଞା। ଏମିତିଆ ଗୋଟେ ଭିଡିଓ କରନ୍ତୁ, ମୋ ନିଶ୍ଚୟ ପାଖକୁ ସାର୍, ଛାଡିଲେ ଦେଖିବା। ନାଇଁ ଦେଖନ୍ତୁ ତା ଭିତରେ ଅଛି ବହୁତ ସାରା ଭିଡିଓ ଅଛି, ଆପଣ ଦେଖିବେ ପାଖାପାଖି ମୋ ପାଖକୁ 200 ଗୋଟାଏ ଖଣ୍ଡେ ପଠାନ୍ତୁ। 250ଟା ଖଣ୍ଡେ ଭିଡିଓ ଅଛି। ନାଇଁ ତାକୁ ଗୋଟେ ନୂଆ ଆଇଡିଆରେ କରନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା। ନା ଏବେ ସାର୍ ଆମର ଗୋଟେ ୱେବସାଇଟ୍ ଡିଜାଇନ୍ ଚାଲିଛି, ଆଚ୍ଛା, ୱେବସାଇଟ୍ ସେଟା ହିନ୍ଦୀରେ ଚାଲିବ, ପ୍ରଥମେ ହିନ୍ଦୀରେ ତାପରେ ଓଡ଼ିଆ ବି ମୁଁ ଟିକେ ତାପରେ ହିନ୍ଦୀ ଯୋଡ଼ା ହବ। ବୁଝିପାରେନି। ନାଇଁ ନାଇଁ ସାର୍, ଓଡ଼ିଆରେ ତ ସାର୍ ହଁ ତତ୍ତ୍ୱମୟୀ ଚ୍ୟାନେଲ୍ ଅଛି, ଆ ଦେହରେ ବହୁତ ସାରା ଜିନିଷ ଅଛି, ଆପଣ ଦେଖିପାରିବେ। ତା ଭିତରେ ହଁ। ବିଭିନ୍ନ ମାନେ ସାଧନା ଉପରେ ଅଛି, ଉପନିଷଦ ଉପରେ ଅଛି, ବହୁତ ସାରା ଭିଡ଼ିଓ ଅଛି। ଆଉ ଏବେ କେନ ଉପନିଷଦ ଉପରେ ଚାଲିଛି। କେନ ଆଚ୍ଛା ଉପନିଷଦର ଆଚ୍ଛା, 3ଟା ହଁ ମନ୍ତ୍ର ହଁ। ଶୈଳୀ, ଚତୁର୍ଥ ମନ୍ତ୍ର ହବ। ମୋର ଟିକେ ମଝିରେ ଦେହ ଖରାପ ହେଇଯାଇଥିଲା, ଜ୍ୱର ନାଇଁ ହେଇଯାଇଥିଲା, ନାଇଁ, ମୁଁ ତାକୁ ଟିକେ ଯାହା ହବ ଆମ ପାଖକୁ ଚାଲିଯିବେ, ଆମେ ଭଲ କରିଦେବୁ। ଆଜ୍ଞା 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 ନିଶ୍ଚୟ। କୋଉଠି ପଟିଆରେ କୋଉଠି ରହୁଛନ୍ତି ଆପଣ? ପଟିଆ ସାର୍ କଳାରହଙ୍ଗରେ ରହୁଛୁ, ସେଇଟା କୁଆଡେ? ଷ୍ଟେସନ ରୋଡ ଦେଖିଥିବେ, ପଟିଆ ଷ୍ଟେସନ ରୋଡ। ହଁ ହଁ। ଷ୍ଟେସନ ରୋଡରେ ଟିକେ ଆଗକୁ ଆସିଲେ ଗୋଟେ ଏକ୍ସିସ୍ ବ୍ୟାଙ୍କ ଅଛି, ସେ ବ୍ୟାଙ୍କଠୁ 100 ମିଟର ଆଗକୁ ଗୋଟେ ଆମେ ଛୋଟ ରିଏଲ ଏଷ୍ଟେଟ୍ ଏଜେନ୍ସି ଅଫିସର କରୁଛୁ। କାହିଁକିନା ମୋର ଗୋଟେ ଲକ୍ଷ୍ୟ ଅଛି, ଗୋଟେ ଆଶ୍ରମ ହବା ଦରକାର ସେଠି, ବେଦ ଆଶ୍ରମଟେ ବେଦାନ୍ତ। କରିବେ ନା। ନିଶ୍ଚୟ ନିଶ୍ଚୟ। ଆଉ ତା ପାଇଁ ଦେଖନ୍ତୁ, ଯାହା ବି କରିବା ତା ପାଇଁ ଅର୍ଥ ଅର୍ଥ ଦରକାର, ଦରକାର ଆଉ। ବୁଝିପାରୁଛନ୍ତି। ଅର୍ଥ ମତେ ଭଲ ଲାଗେନି କାହାଠୁ ଚାନ୍ଦା ମାଗିବା, କାହାଠୁ କାହିଁ ମାଗିବା। ଆମେ ନିଜେ ମାଗିବାଟା ତ ଆମ ସବୁଠାରୁ ସମ୍ବଳତା ଖରାପ। ଅଛି, ଆମ ପାଖରେ ସମ୍ବଳତା ଅଛି, ଆମ ପାଖରେ ବୁଦ୍ଧି ଅଛି, ଜ୍ଞାନ ଅଛି, ତାକୁ ବିନିଯୋଗ କରିବା, ଆମେ ଧନ ଉପାର୍ଜନ କରିବା, ତାକୁ ଆମେ ଧର୍ମର ପ୍ରଚାରରେ ଲଗେଇବା। ତ ସେଥିପାଇଁ ଗୋଟେ ଯୋଜନା ଚାଲିଛି। ମୁଁ ହଉ ରହିଲି ଆଜ୍ଞା। ସାର୍ ଆମେ କଥା ହବା ସାର୍। ହଉ, ଆଜ୍ଞା, ପ୍ରଣାମ ପ୍ରଣାମ ପ୍ରଣାମ। ଆଜ୍ଞା, ପ୍ରଣାମ ସାର୍।